ଝାଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନୂତନ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ 40 ବର୍ଷରୁ ଉର୍ଦ୍ଧ୍ୱ ବର୍ଷ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ମନ୍ଦିର ପରିସରରେ ପୂଜା ପାଇ ଆସୁଥିଲେ। କିଛି ଭକ୍ତ ଏବଂ କମିଟିଙ୍କ ସଦସ୍ୟଙ୍କ ପ୍ରଚେଷ୍ଟାରେ ଏକ ନୂତନ ଶ୍ରୀଜଗନ୍ନାଥ ମନ୍ଦିରର 2 ବର୍ଷ ପୂର୍ବରୁ ଶିଳାନ୍ୟାସ ହେବା ସହ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା। ମନ୍ଦିର କାମ ପୂର୍ଣ୍ଣାଙ୍ଗ ହେବା ପରେ ଚଳିତ ମାସ 14 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ ବୋଲି ପ୍ରସ୍ତୁତି ବୈଠକର ସଦସ୍ୟମାନେ ସୂଚନା ଦେଇଛନ୍ତି। ଆସନ୍ତା 14 ତାରିଖ ପ୍ରଥମ ଦିନରେ ଅଙ୍କୁରାରୋପଣ ସହ ଅଧିବାସ ମଣ୍ଡଳ ସ୍ଥାପନ କାର୍ଯ୍ୟକ୍ରମ ରହିଥିବା ବେଳେ 15 ତାରିଖରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବ। 15 ତାରିଖରେ କଳସ ଯାତ୍ରା ଅନୁଷ୍ଠିତ ହେବ। ସେହିପରି 16 ତାରିଖରେ ସୂର୍ଯ୍ୟ ପୂଜା, ଗୋପୂଜା, ଧରିତ୍ରୀ ପୂଜା, ମଣ୍ଡଳ ପୂଜା ଅନୁଷ୍ଠିତ ହେବ। 17 ତାରିଖରେ ଅନ୍ୟାନ୍ୟ ପୂଜା ସାଙ୍ଗକୁ ଶ୍ରୀବିଗ୍ରହମାନଙ୍କର ପ୍ରାଣ ପ୍ରତିଷ୍ଠା, ଚକ୍ରକୂପ ସ୍ଥାପନ, ଶ୍ରୀବିଗ୍ରହମାନଙ୍କର ସିଂହାସନ ଆରୋହଣ, ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ये दीर्घ 40 वर्षर विग्रह आम झाड़ेश्वर मंदिर प्रांगण में अच्छा महाप्रभु एक्चुअली निजस्व कौन गोटे मंदिर नाला हठात दिन एमती आमर भक्त मानकर समावेश से मंदिर गोटे नुआ मंदिर प्रतिष्ठा या गोटे प्रपोजाल आसला से दिन आज 2.5 वर्ष तले से प्रपोजाल आसवा से दिन मंदिर तैयारी आरंभ चलती सब भक्तर साहाय्य सहानुभूति ये मंदिर आज पर्यटन गढ़ी चलती आगामी 14, 15, 16, 17 यार प्रतिष्ठा दिवस अच्छे से आम समस्त को अनुरोध करुचे जे प्रतिष्ठा उत्सव समस्ते योगदान दिंतु समस्ते साहाय्य करंतु साहाय्य हाथ बढ़ाई दिंतु महाप्रभुंकर कलश यात्रा आगामी 15 तारीख सकाल 7टार बालीघाट रु आसी झाड़ेश्वर मंदिर प्रांगण में शेष हम से समस्त महिला मानक अनुरोध करा आसी कलश यात्रा उपस्थित हो महाप्रभुंकर कलश जल यात्रा को टिके आडंबर सहकारे पालन करंतु बा समापन करंतु प्रत्येक ग्रामवासी एवं बालेश्वरवासी को अनुरोध करा 14 रु 14, 15, 16, 17 जो महाप्रभुंकर नूतन मंदिर प्रतिष्ठा उत्सव पालन होती से समस्ते योगदान करंतु। এই প্রস্তুতি বৈঠকରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ଡକ୍ଟର ଅମିତାଭ ଗିରି, ମଣ୍ଟୁ ପେରିୱାଲ, ପ୍ରତାପ କୁମାର ଜେନା, ପ୍ରବାଳ ସିହ୍ନା, ପ୍ରସଞ୍ଜିତ ସାହା, ବରୁଣ ରାୟ, ଇଞ୍ଜିନିୟର ପ୍ରଭାତ ରଞ୍ଜନ ଜେନା, ରାଜେନ୍ଦ୍ର କୁମାର ବିଶ୍ୱାଳ, ବିଶ୍ୱଜିତ ମିଶ୍ର, କମଳାକାନ୍ତ ସାହୁ, ସୁରେନ୍ଦ୍ର ସାହୁ, ପଙ୍କଜ ପେରିୱାଲ ପ୍ରମୁଖ ଉପସ୍ଥିତ ଥିଲେ।